ଘାଇ ମୁହଁରେ ଲୋକମାନେ ଅଛନ୍ତି। ବର୍ତ୍ତମାନ ଲୋକଙ୍କ ଘରେ ପାଣି ପଶି ଯାଇଛି, ଗୁହାଳ ଭାଙ୍ଗି ଯାଇଛି, ଲୋକମାନେ ଅନ୍ୟ ଜାଗାରେ ଆଶ୍ରୟ ନେଇଛନ୍ତି। ପରିସ୍ଥିତି ବହୁତ ଭୟାବହ। ପ୍ରଶାସନ ଯେତିକି ସଜାଗ ରହିବା କଥା ସଜାଗ ରହିନାହିଁ। ଖାମଖିଆଲି ଭାବରେ ପ୍ରଶାସନ ଖାଲି ଆସୁଛି, ବୁଲୁଛି, ଫଟୋ ଉଠାଉଛି, ପଳଉଛି। ସାଧାରଣ ଲୋକଙ୍କୁ ଯେଉଁଭଳି ଭାବରେ ସୁରକ୍ଷା ଦେବା କଥା ସେଭଳି ଭାବରେ ସୁରକ୍ଷା ପ୍ରଶାସନ ଦେଇପାରୁଛନ୍ତି। ଆସୁଛନ୍ତି, କଲେକ୍ଟର ଆସୁଛନ୍ତି, ବୁଲୁଛନ୍ତି। ସେଠି କେମିତି ଘାଇ ହେଲା ତାଙ୍କୁ ପଚାରନ୍ତୁ, ସେ କହିବେ ନିଶ୍ଚିତ ଭାବରେ। ନିଶ୍ଚିତ ପରିମାଣରେ ଖାଦ୍ୟ ଦେବା ପାଇଁ ଆମେ ପ୍ରଶାସନ ପାଖରେ ବାରମ୍ବାର ଦାବି କରୁଛୁ ଏବଂ ଯେଉଁମାନେ ସୁରକ୍ଷିତ ଜାଗାରେ ଅଛନ୍ତି ସେମାନେ କିଭଳି ଘରକୁ ଫେରିଲେ ତାଙ୍କୁ ତୁରନ୍ତ ଘର ଦିଆହେବ ଏବଂ ପାଲ ଦିଆହେବ, ଗୋଖାଦ୍ୟ ଦିଆହେବ। ଆମେ ପ୍ରଶାସନ ପାଖରେ ସମସ୍ତ ପ୍ରକାର ଦାବି ଉପସ୍ଥାପନ କରିଛୁ। କାଲି ରାତିରେ ମଧ୍ୟ ମୁଁ ଆଲୋଚନା କରିଥିଲି, ଆଜି ମଧ୍ୟ ଆଲୋଚନା କରିଛି ଏବଂ ଲୋକଙ୍କର ଯାହା ଯାହା ଆବଶ୍ୟକ ମୁଁ ଚେଷ୍ଟା କରିବି ପ୍ରଶାସନ ସହିତ ଆଲୋଚନା କରି ପହଞ୍ଚାଇବା। ଡବଲ ଇଞ୍ଜିନ ସରକାରରେ ହଳଦୀଝିଅରେ ବନ୍ୟା କରିକି ଡବଲ ଇଞ୍ଜିନ ସରକାର ତାର କରିଶ୍ମା ଦେଖାଇଦେଲା। ଡବଲ ଇଞ୍ଜିନ ସରକାର ସମୟରେ ତାର ଇଞ୍ଜିନ ବର୍ତ୍ତମାନ କୋଉଟା କାମ କରୁନି ଓଡ଼ିଶାରେ। ବର୍ତ୍ତମାନ ଗୋଟିଏ ଇଞ୍ଜିନ ହେଇଯାଇଛି ଦିଲ୍ଲୀରେ। ସାରା ଓଡ଼ିଶାରେ ସମସ୍ତ ନଈ ବଢ଼ିଛି। ମହାନଦୀ ସିଷ୍ଟମ କୁହନ୍ତୁ, ବ୍ରାହ୍ମଣୀ ସିଷ୍ଟମ କୁହନ୍ତୁ, ବୈତରଣୀ ସିଷ୍ଟମ କୁହନ୍ତୁ, ସବୁ ସିଷ୍ଟମରେ ଭୟାବହ ବନ୍ୟା ଆସିଥିଲା ବେଳେ ବର୍ତ୍ତମାନ ଇଞ୍ଜିନ ଗୋଟିଏ ଜାଗା ହେଇଛନ୍ତି ଦିଲ୍ଲୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବସିଛନ୍ତି। 3 ଦିନ ହେଲା ବନ୍ୟା। କ'ଣ କରୁଛନ୍ତି ଦିଲ୍ଲୀରେ? ଦିଲ୍ଲୀ ନେତାଙ୍କୁ ସାଲିସ କରି କ୍ଷମତାରେ ବସିଲେ ଓଡ଼ିଶା ଲୋକଙ୍କ ଦୁଃଖ ଯିବ ନାହିଁ। ଯେଉଁଭଳି ଭାବରେ କଂଗ୍ରେସ ସମୟରେ ମହାବାତ୍ୟା ସମୟରେ ଯେଉଁଭଳି ଭାବରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସି ଦିଲ୍ଲୀରେ ଭାଗବଣ୍ଟରା କରୁଥିଲେ, ଦିଲ୍ଲୀ ନେତାକୁ ସନ୍ତୁଷ୍ଟ କରୁଥିଲେ, ଠିକ୍ ଏଇ କଥା ଘଟିଛି। ଏଭଳି ଭୟାବହ ବନ୍ୟା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯାଇକି ଦିଲ୍ଲୀରେ ବସିଛନ୍ତି, ଦିଲ୍ଲୀ ନେତାଙ୍କୁ ସାଲିସ କରୁଛନ୍ତି। ଦିଲ୍ଲୀ ନେତାଙ୍କୁ ସନ୍ତୁଷ୍ଟ କଲେ ନିଜ ଗାଦି ସୁରକ୍ଷା କରିବେ, ଏତିକି କଥା ଛଡ଼ା ଓଡ଼ିଶାର ଡବଲ ଇଞ୍ଜିନ ସରକାର କୌଣସି ଇଞ୍ଜିନ ଓଡ଼ିଶାରେ କାମ କରୁନି। ଫଳପୁର, ହଳଦୀଡିହ, ବର୍ତ୍ତମାନ ହଳଦୀଡିହରେ ଅଛୁ, ଅନ୍ଧାଳ, ଟିଣା, ଆଉରି, ବିଭିନ୍ନ ପଞ୍ଚାୟତ, କପିଳା, ଆପଣ ଜରି, ମଙ୍ଗରା। କାଲି ଯାଇଥିଲୁ ଆମେ କଇଁଆଗୋଲା, ଖାନନଗର, ନିଜାମପୁର, କମାରଡି, ଆପଣଙ୍କର ଦତ୍ତପୁର, ପାଲଟପୁର, ବିରିପଟା, ବିଭିନ୍ନ ପଞ୍ଚାୟତ, ବହୁତ ପଞ୍ଚାୟତ, ପ୍ରାୟ 18ରୁ ଅଧିକ ପଞ୍ଚାୟତ ଦେଖିବ। ସେ ଦେଖୁଛନ୍ତି ଖାଲି, କିନ୍ତୁ କାମ କିଛି ନାହିଁ। ସେ ଆସୁଛନ୍ତି, ଦେଖୁଛନ୍ତି, ଫଟୋ ଉଠେଇକି ସରକାରଙ୍କ ପକ୍ଷରୁ ଆମେ ଯାଇଥିଲୁ ଦେଖିଛୁ, କିନ୍ତୁ ଲୋକଙ୍କ ପାଇଁ କ'ଣ କରିବାର ଅଛି ସେ ବ୍ୟବସ୍ଥା କିଛି କରୁନି। ଆମ ସମୟରେ ଇଏ ଜାଣିଛନ୍ତି, ସରକାର ଜାଣିଛନ୍ତି, 3 ଦିନ ହେଲା ଜାଣିଛନ୍ତି ବନ୍ୟା ଆସୁଛି। ଆମ ସରକାର ବେଳେ ଯଦି 3 ଦିନ ପୂର୍ବରୁ ଜଣା ପଡୁଥିଲା, ଆଗେ ପଞ୍ଚାୟତରେ ସବୁ ଜିନିଷ ଷ୍ଟକ୍ ହେଇଯାଉଥିଲା। ଚୁଡ଼ା କଥା କୁହନ୍ତୁ, ବିସ୍କୁଟ କଥା କୁହନ୍ତୁ, ପାଲ କଥା କୁହନ୍ତୁ, ପିଇବା ପାଣି, ମେଡିସିନ ସବୁ ଷ୍ଟକ୍ ହେଇଯାଉଥିଲା। ଏବେ ବନ୍ୟା ହେଇସାରିଲା ପରେ ସରକାର କାନ୍ଦିକି ମିଛରେ ବୁଲୁଛନ୍ତି, ସରକାରୀ ଅଫିସର କମିଶନର ମିଛରେ ବୁଲୁଛନ୍ତି। ତାଙ୍କର ଆନ୍ତରିକତା ନାହିଁ। ଏପର୍ଯ୍ୟନ୍ତ ପାଲ ଖଣ୍ଡେ ପହଞ୍ଚି ପାରିଲାନି, ଚୁଡ଼ା ଚାଉଳ ପହଞ୍ଚି ପାରିଲାନି, କୌଣସି ଜିନିଷ ପହଞ୍ଚି ପାରିଲାନି, ଗୋଖାଦ୍ୟ ପହଞ୍ଚି ପାରିଲାନି। ଆମ ସରକାର ପୁରା 3 ଦିନ ପୂର୍ବରୁ ଯଦି ସରକାର ଜାଣୁଥିଲେ ସମସ୍ତ ଜିନିଷ ପଞ୍ଚାୟତରେ ଆସି ପହଞ୍ଚି ଯାଉଥିଲା। ଏ ସରକାର ଏଇଆ ଯେ ଲୋକ ଏତେ ବ୍ୟତିବ୍ୟସ୍ତ ହେଇକି ଅସ୍ତବ୍ୟସ୍ତ ହେଇକି ଖରାପ ଅବସ୍ଥାରେ ଥିଲେ ମଧ୍ୟ ଏ ସରକାର ନିଦ ଭାଙ୍ଗୁ। ପରିସ୍ଥିତି ଭଲ ନାହିଁ, ସବୁ ଗଲା, ତଳା ଗଲା, ରୁଆ ଗଲା, ଘରଦ୍ୱାର ଗଲା, ଗାଈ ବାଛୁରୀ ସବୁ ରହିଛି ଘର ଭିତରେ। ଏଇଟା ବନ୍ଧେ କେମିତି ଭାଙ୍ଗିଲା ଆମେ ଆଉ କହିପାରିବୁନୁ। ଆମେ ତ ଗାଁ ପରେ ଆମ ଘରଟା ନା, ଇଏ ବିଲରେ ଇଏ ଜାଣିପାରୁଛୁ। ଆମେ ଉଠିଲା ବେଳକୁ ଦୁଆରେ ପାଣି। କ'ଣ ସବୁ ତ ଗଲା, କେବଳ ପେଟ ଖାଦ୍ୟ ଖାଇବା ପାଇଁ ଯାହା ଦେବେ। ସରକାରଙ୍କୁ କ'ଣ ନିବେଦନ କରିବେ? ସରକାରକୁ ଏଇଆ ତ ଯାହା ତାର ଯାଇଛି ଦାବି, ତାର ଯଦି ଦେବେ ଦେବେ, ଆଉ ଯଦି ତାଙ୍କର ଯାହା ତା ଇଚ୍ଛା କରିବେ। ଆଉ ସ୍କୁଲ ପାଖରେ ବେକେ ପାଣିରେ ବୁଲୁଛନ୍ତି, ମାନେ ଘରୁ ଆସି ପାରୁନାହାନ୍ତି। ଗୋରୁ ଗାଈ ଛାତ ଉପରେ, ସ୍ତ୍ରୀ ଲୋକମାନେ ଛାତ ଉପରେ, କିଛି ମିଳୁନାହିଁ, ତମ୍ବୁ ଖଣ୍ଡେ ମିଳୁନାହିଁ, ଆଉ ବୁଟୁ ବୁଟି ନାହିଁ ଏଠି। ଏଠି ମିଳୁନାହିଁ। ମୁଁ ଲକ୍ଷ୍ମୀନାରାୟଣ ତ୍ରିପାଠୀ ଡୋଭା।